पड़ी अरे जा आउ कहीं छिड़ा जाई आशीर्वाद ने अरे जा ए मौसा जनक कहा पैंठा बासन बाजिबे कि कहा पालटा लुका धोइबे कहा पैंठा भी खाइबे कहि दबो समस्त को कहि दबो हेले मो कथा जदी के न सुनते सुनिबे को निश्चय सुनिबे नहले कहि दबो एटा संपर्क निर्देश काहे कि ना कान्हा मो माँ पेटर भाई नहले बेतार करो आउ ए धर्मराज युधिष्ठिर मु आज गोटे छोट फैक्ट्री एत बड़ इंडस्ट्रियलिस्ट हो पारिछि तेणु मो कान्हा भाई आदेश ए घर पई बेदर गारो होगांचिरा ए मौसा जनक काहे केते बाटरू आछिछंती ताको सोईबा घर जाई देखाई दियो हाँ सुन सी खाई कि नहीं से कथा टिके बुझी नब अरे जाओ समाज रे विरल रे हेले कान्हा भाई मु गोटे कथा बुझी पारिलिनी अरे तू मते से मौसाकर पाद धूली नबा पई कहिलु और निजे भी ताको पाद धूली नेलु ता छडा से मौसा कहा ओइठा बासन धोइबेनी कि कहा पालटा लुगा सफा करिबेनी कि कहा ओइठा खाइबेनी हेले कान्हा भाई यार रहस्यटा तो कोन मु बुझी पारिलिनु अच्छा तू कहलु कान्हा भाई ए मौसाकर कोन केही नांती समस्ते अछंती रे ए मौसाकर समस्ते अछंती एमिति कि तो परि गोटे पुओ अछंती से पुनी ए समाज रे बड़ इंटरेस्टेड हेले भाग्य चक्र रे पड़ी से आज ए घर चाकर होइछन अरे ए कहां भाई अरे तू जानी छो से बड़ी पुओ मन को कथा सुनिले मो देह रे निया लगी जाए आवे से बड़ी पुओ मन को शूट कर दबो पई अरे जो बापा मां तुम ओली ओतली सहित तुमको एडिट कले अरे सेही बापा मां को तुम एमिति हतादर कर पारु चकेनी अच्छा संपर्क मु सुनिছি तुम बापा कोले मरी जाइछंती बोली अच्छा
ତମେ ତାଙ୍କୁ ତମ ନିଜ ଆଖିରେ ଦେଖିନ କି ଶବ ସତ୍କାର ବି କରିନ। ଆଚ୍ଛା କହିଲୁ ସମ୍ପର୍କ, ଯଦି ତମର ସେ ହଜି ଯାଇଥିବା ବାପ ଫେରି ଆସନ୍ତେ ତମେ କଣ ତାଙ୍କୁ ଗ୍ରହଣ କରିନବ? ଗ୍ରହଣ କରିବୁନି ଭାଇ। ଆରେ ଯେତେ ଯାହା ହେଲେ ସିଏ ପରା ମୋ ବାପା। ହେଲେ କାହ୍ନା ଭାଇ ଆମର ସେଇ ସୌଭାଗ୍ୟ ନାହିଁ ରେ। ଆମ ବାପା ଆଉ କେବେ ବି ଫେରି ଆସିବେନି। କେବେ ନୁହେଁ ରେ, କେବେ ନୁହେଁ। ବିଚିତ୍ର ଏ ସମୟ, ବିଚିତ୍ର ଏ ସମୟର ପରିଭାଷା। ନା, ମତେ ଆଜି ଧର୍ମପଦ ସାଜି ଏ ଅଧାଗଢ଼ା କୋଣାର୍କ ମନ୍ଦିରର ମୁଣ୍ଡି ମାରିବାକୁ ପଡ଼ିବ। ହଁ, ମତେ ମୁଣ୍ଡି ମାରିବାକୁ ପଡ଼ିବ। माल पिएंगे हम तो माल पिएंगे, चखना खाएंगे हम तो चखना खाएंगे। माल पिएंगे हम तो माल पिएंगे, चिकन खाएंगे हम तो चिकन खाएंगे। ଚିକେନ ଖାନା ରଖୁ ଆଉ ପାଟିରେ ଲାଗିଯିବ ପୂଜା ଚାଲିଛି। ଗୋପା ଜୋତା ବିଲିକେ ତା ପକେଇଲା ଏଠାରେ କଣ କେହି ନାହାନ୍ତି? ଷ୍ଟାଫ ମାନେ ଗଲେ କୁଆଡେ? ଗାଁମାନେ ମତେ ବୁଝୁଛନ୍ତି। ତମେ ଅଛ, ହେଲେ ଇନ୍ସପେକ୍ଟର ଗଲେ କୁଆଡେ? ନାଇଁ ସାର୍। ଓ ଦାୟିତ୍ୱ ବାଲା ଅଫିସର ତ ନିଶ୍ଚୟ ଫିଲ୍ଡରେ ଥିବେ। ହେଲେ ମୁଁ ଫୋନଟା ଉଠଉନାହାନ୍ତି କଣ ପାଇଁ? ସାର୍ କଣ କୋଉ ମର୍ଡର କେସ୍ ଆସାମୀ ଗିରଫ କରିବା ପାଇଁ ଯାଇଛନ୍ତି? ନାଇଁ ନା ସାର୍। କୋଉ କଳାବାଦୀ ଗିରଫ କରିବା ପାଇଁ? ନାଇଁ ସାର୍, ସେ କଥା କଣ କି? ଆରେ ନାଇଁ ନାଇଁ କଣ ହଉଛ? ମୁଁ ପଚାରୁଛି ପରା, ଇନ୍ସପେକ୍ଟର କୋଉଠି ଅଛନ୍ତି? ସାର୍ ସାର୍ ओह कौन पे डाकुछ? आ किए जदि खोजुची ताऊ कहि दियो सार भितरे ड्यूटी करूछन। ସାର୍ ओहो इडियट! बारंबार मना करची मते क्लास कला बेले केबे डिस्टर्ब करिवने। अरे जदि चाखणाटा छाड़ी देई जिबी आंबिड़ा है जीवन। ଆରେ ତମେ ଟିକେ ଆସିବ ନା ମୁଁ ଭିତରକୁ ବାଧ୍ୟ ହେଇକି ଯିବି? ସାର୍ ଏସପି ସାହେବ ଆସିଛନ୍ତି, ଆପଣ କହୁଛନ୍ତି ଜଲ୍ଦି ଆସନ୍ତୁ। शला ए बुढ़ाटा सडन केमती पळी आसिला बे? शला किए बोधे मो नारे कंप्लेन दे देछि। सहो किए କେହି कोन ଦେଇ ନାହାନ୍ତି, ମୁଁ ଦେଇଛି। और जाए भीतर को देखे कौन है। ଏମିତି ହଉଛି ଏମିତି କମ୍ପ୍ଲେନ୍ ଦେବେନି। ପୁଲିସ ହେଇକି ମତେ ବୁଝୁ। सर କଣ ଭିତରେ କିଏ ଡ୍ୟୁଟି ଯାଇଥିଲା? सर कथा कौन की काली गोटे लाठी पटरे बुझुଥିଲା ତ ବିକଳିଆ କି ଥିଲି ସାରା ପେଟେ ଖାଇ ଦେଇଥିଲି।
ସାର୍ ପେଟ ଟିକେ ଖରାପ ହେଇଯିବାରୁ ଦି ମୁଁ ଆଇ ପିଟୁଛି ଆଉ ସାର୍ କୋଉ ସିଟରେ ବସି ହଉଛି। ଆରେ ତମ ଚେହେରା ଆଉ ଭାବ ହୋଇ କହୁଛି ତମେ ନିଶ୍ଚୟ ମଦ ପିଇଛ। ସାର୍ ମଦ ମୋ ପୌରାଣେ ସାର୍ ମୁଁ ମୋ ଜୀବନରେ ମଦ କେବେ ଛୁଇଁନି। ମଦ ତ ମଦ ନା ଶୁଣିଲେ ବାବା ତ ବାନ୍ତି ଲାଗେ। ମୁଁ ଛୋଟ ଛୁଆ ନେଇ ଇନ୍ସପେକ୍ଟର ଲଖନ ମତେ ନାନା ମାୟା ଗପ କହି ବୁଝେଇଦବ। ତମ ପାଟିରୁ ମଦର ଭଣ ଭଣ ଗନ୍ଧ ଏବେ ବି ବାହାରୁଛି। ମତେ କହୁଛ ମଦ ଦେଖିଲେ ତମକୁ ବାନ୍ତି ଆସେ। ଆରେ ତମ ପୋଲିସ ଇନ୍ସପେକ୍ଟର କଲା କିଏ କେଜାଣି? ସାର୍ ଆଉ ଭୁଲ କରିବିନି ସାର୍, ଏଥର ଭଲରେ ଡ୍ୟୁଟି କରିବି ସାର୍। ଇନ୍ସପେକ୍ଟର ଲଖନ ତମେ ଥାନାରେ ଜଏନ୍ କଲା ପରଠୁ ଚୋରି ଡକାୟତ ଏଠି ହୋ ହୋ ହୋଇ ବଢି ଯାଇଛି। କଣ କରୁଛ ତମେ? ଡ୍ୟୁଟି କରିବାର ଇଚ୍ଛା ଅଛି ନା ସସ୍ପେଣ୍ଡ ହେଇ ଘରେ ବସିବ? ନାଇଁ ସାର୍, ସାର୍ ଡ୍ୟୁଟି କରିବି, ପୁରା ପରଫେକ୍ଟ ଡ୍ୟୁଟି କରିବି। ଆଉ ସାର୍ ଭୁଲ କରିବିନି। ଠିକ ଅଛି, এইটা ତମକୁ ମୋର ଲାଷ୍ଟ ୱାର୍ନିଂ। ତାପରେ ଆଉ ୱାର୍ନିଂ ନାହିଁ, ଡାଇରେକ୍ଟ ଆକ୍ସନ। ଆସୁଛେ ବିବ୍ରତ ବାବୁ, ଆଉ କେତେ ଦିନ ଡ୍ୟୁଟି କଲେ ତ ମୁଣ୍ଡରେ ଏଜ ବସିବ? ତମର ଆମର ଗୋଟେ ଥାନାରେ ଗୋଟେ ଜାଗାରେ ଡ୍ୟୁଟି କରୁଛ, କେବଳ ତମରି ପାଇଁ ଆଜି ବୁଢା ମତେ ଗାଳି କରିଦେଇ ଗଲା। ନାଇଁ ତମକୁ ଭଲ ଲାଗିଲା? ତମେ ଗୋଟେ ତମ ଅନ୍ତର ଭିତରୁ କଣ ଭଲ ଲାଗିଲା? ସିଏ ଯଦି ବୁଢା ଆସିବା ପୂର୍ବରୁ ମତେ ଟିକେ ଜଣେଇ ଦେଇଥିଲେ କଣ ବେଦ ଅସୁତ ହେଇଯାଇଥାନ୍ତା। ବୁଝିଲେ ସାର୍, ଆପଣଙ୍କ ଭଳି ଲୋକ ଆମ ଏ ଡିପାର୍ଟମେଣ୍ଟ ପାଇଁ ପୁରା ଅଯୋଗ୍ୟ। ଆଉ ତା ଛଡା ଆପଣ ଯେବେଠାରୁ ଏ ଥାନାରେ ଡ୍ୟୁଟି କଲେଣି ସେବେଠାରୁ କ୍ରାଇମର ରିପୋର୍ଟ ବଢିବାରେ ଲାଗିଛି। କଣ କହିବାକୁ ଚାହୁଁଛ? ଭେରି ସିମ୍ପଲ, ଏଠାକାର ଲୋକ ଆପଣଙ୍କୁ ତ ଇନ୍ସପେକ୍ଟର ନୁହେଁ ମାଫିଆ ଦଲାଲ ବୋଲି କହୁଛନ୍ତି। ଆଉ ଏସପି ସାହେବଙ୍କ କଥା ମନେ ଥିବ ନିଶ୍ଚୟ। ମୋ ମତରେ ଆପଣ ଭଲରେ ଡ୍ୟୁଟି କରନ୍ତୁ, ନହେଲେ ସସ୍ପେଣ୍ଡ ହୋଇ ଘରେ ବସନ୍ତୁ। ଆସୁଛି ଶଳା ଚୁତିଆଟାରେ। ଶଳା କୋଉ କେଡ ବଡ କଥାଟା କହିଦେଲା ବେ। ଶଳା ମୋ ଜୁନିୟର ଅଫିସର ମତେ କହୁଛି ପୁଣି ସସ୍ପେଣ୍ଡ ହେଇଯିବେ। ଶଳା କୁଆଡୁ ଖାକି ଭର୍ତ୍ତି ଖଣ୍ଡେ ପିନ୍ଧଉଛନ୍ତି ତ, ପୁରା ଲମ୍ବା ଭାଷଣ ମାରୁଛନ୍ତି। ହେଲେ ଇନ୍ସପେକ୍ଟର କହିବ ତ ମତେ। ମୁଁ ଆଇଆଇସି ମୋ ସାଙ୍ଗମାନେ କହୁଥିଲେ ମୁଁ କୁଆଡେ ନାଳୁଆଟା। ମୋ ବାପା କହୁଥିଲା ମୁଁ ଶଳାଟି ଚୁତିଆ। ହେଲେ ମୁଁ କହୁଛି my name is Lakhan. I said Lakhan. Oh, action, direct action.
सरिता मैं सरिता सरिता अरे मैं सरिता अरे अरे कौन कहीं नांद ना कौन ओ मोर आसिया बोधे टिके लेट हे गला तो समस्त बोधे मंदिर चली गले दादी तमे ओ ना हेला एनेले रखी देलु अरे आज पर सावित्री ओसा सावित्री भार नहीं न आसीबार चारा बा कोन अछि कहलु डैडी कथा करू कि तमे भी एते कष्ट करथिले कहलो अरे घरे कोन केही नाहंदी ना कोन संपर्क हाँ हाँ घरे समस्त अछंती घर भीतर संपर्क अछंती रो मु तमन डाकी दउची अरे कोडे गलो शीघ्र आस देखि बस देख डैडी एसचंती अरे डैडी आपण अरे बाबा हेला थारो अरे आज परा सावित्री ओसा मो झियो सावित्री करी तुम दीर्घ जीव कामना करिवो अरे सावित्री भार नने आसवार चारावा कोन अछि कहलो अरे ये होछि तो ओडिया घर रो परंपरा ओडिया घर रो परंपरा को भूली जाई थाली केमिति कहलो अच्छा घरे कोन समुद्रणी नाहंती नाइ डैडी कथा कोन की मां बे मंदिर रु पूजा सारी आसिला एई जस्ट तो एबे मंदिर रु पूजा सारी आसुची ओ संपर्क एई तो संभव आसी गलानी अरे कुआडे गलो मंदिर जीवनी की कुआडे बोले समुद्रणी नमस्कार नमस्कार अरे कौन है मते देखी मोहनटा बुलाई देले जे कौन है छी नहीं मोर कई कोन हो मोर किछि अच्छा गोटे कथा कहबी खराब भाबिनी तो जदि खराब न भाबियो ताले कहबी पचन हबी कोन करबे को समुद्री दीर्घ दिन हला मरा परे भी तमे जाई सधवा अछ मथारे सिंदूर आ हातनु संखा न बुझिले समाज कोन कहिबो कहिलो अरे ओडिया घर परंपरा को मानिबा को पड़िबो ना नहीं हातरे संखा मथारे सिंदूर देखी ए समाज जदि सरकार को कंप्लेन करि दे सरकार मुठारु पाइथिबा प्राप्त से तो फेरेबा को पड़िबो आउ जो 8-9 लाख इंश्योरेंस बाबदा को मिलिबार थिला से तो कभी हाथ छड़ा हे जीवो हां सर आपन ठीक अछि से कथा मैं बुढ़ी को 7 थर कहले से कथा सुनुची सथबराणी देखे होते सथबराणी बो तमे ये कोन करूछ जानिबा सुनिबा लोकई एते बडा भूल करूछ केमिति ता छडा तमे जदि एते बडा भूल करिबा एसु लॉस आपन को पोसी सहिबे नहीं डैडी अरे कथा कोन की ओ बापा मरि जाइछन बोली को बहु राजी करछन भी विश्वास होनी आ ता मनरे विश्वास से मो बापा केउटी ना केउटी आज भी जीवित अछंती अरे बाबा मला लोक कोठी बंचिलानी ना बंचिबो अरे जदि से बंची छंती ताहाले 21 वर्ष होला से तम घर को फेरु ना दी काई की अरे बेसी बुद्धियाटा तो सार को प्रश्नर आंसरटा दउनु हयो समुदी आपण होचନ୍ତି मो बहुर बापा तेबे ए घर अतिथि ए घर अनधिकार चर्चा करबाटा आपण घर ठीक नुह ना रे भलो कहउछो
ନା ନ କହି ତମେ ଭଲ କହୁଛ ଆଉ। ଆରେ ଯାହା ହେଲେ ବି ମୁଁ ସମ୍ପର୍କର ଶ୍ୱଶୁର। ଆରେ ଟଙ୍କାଟା ସୁଝିବା ବେଳକୁ ତମେ ତ ସୁଝିବନି ନା, ସୁଝିବେ ମୋ ଜ୍ୱାଇଁ, ଟଙ୍କିଟା ହବ ମୋ ଝିଅର। ଆରେ ସେଇଥିପାଇଁ କହୁଛି ମଥାରୁ ସିନ୍ଦୁର ହାତରୁ ଶଙ୍ଖା ଭାଙ୍ଗି ତମେ ବିଧବା ହେଇଯାଅ। ନାଇଁ ସବୁଦି ସେମିତି କୁହନ୍ତୁନି, ସେତେବେଳେ କଥା କୁହନ୍ତୁନି। ମୁଁ ମନେ ନେଇ ପାରିବିନି, ସବୁ ମନେ ନେଇ ପାରିବିନି। ତାମାନେ ହ୍ୟାଲୋ ଏ ବୋଉ, ଆରେ ସେ ବୁଢ଼ାଟା 25 ବର୍ଷ ହେଲା ମଲାଣି, କାହିଁକି ଏମିତି ଚାରିଟାକୁ ଚଢ଼ି ପରି ଚାହିଁ ବସିଛି କହିଲୁ? ହ୍ୟାଲୋ, ଆମମାନଙ୍କ ମଙ୍ଗଳ ପାଇଁ ତୋ ହାତରୁ ଶଙ୍ଖା କାଢିଦେ, ଶୀଘ୍ର ପଚିଦେ। ଓହୋ, ତମେ ବୋଉ କେତେ ବୁଝୁଛ କଣ? ସେ ଗୋଟେ ଛୋଟ ପିଲା ହେଇଛନ୍ତି, ଥରେ ତ କୁହାଲା ଶଙ୍ଖା ସିନ୍ଦୁର ଭାଙ୍ଗି ସେ ବିଧବା ହେବେ। ଏତେ ବୁଝୁଛ କଣ ପାଇଁ? ବୋଉ ଗୋଟାକ ପିଲାମାନଙ୍କର କେବେ ଅମଙ୍ଗଳ ଚିନ୍ତା କରିବେ? ହ୍ୟାଲୋ ଏ ବୋଉ, ଆଉ ବାପା ମରିଗଲା ପରେ ତୁ ଯଦି ଏମିତି ହାତରେ ଶଙ୍ଖା ସିନ୍ଦୁର ପିନ୍ଧିବୁ, ତାହେଲେ ଏଇ ସାହି ପଡିଶା ଆମକୁ କଣ କହିବେ କହିଲୁ? ଏଇ ସାହି ପଡିଶା ଦିନେ ନା ଦିନେ ଆମ ଉପରକୁ ଆଙ୍ଗୁଳି ନିକ୍ଷେପ କରିବେ। ନାଇଁ ଆରେ ତମମାନେ ମତେ କେହି ବାଧ୍ୟ କରନି ରେ। ତମ ବାପା ମରିନାହାନ୍ତି, ତମ ବାପା ବଞ୍ଚିଛନ୍ତି। ମୋ ମନେ କହୁଛି ସେ ବଞ୍ଚିଛନ୍ତି। ଆରେ ତମ ବାପାଙ୍କର ସବୁ ଆଖିରେ ନ ଦେଖିଲେ ପର୍ଯ୍ୟନ୍ତ ମୁଁ କେମିତି ବିଧବା ହେଇଯିବି? ନାଇଁ ରେ, ମୋ ଶଙ୍ଖା ସିନ୍ଦୁର ମୁଁ କାଢି ପାରିବିନି ରେ। ତାମାନେ ସରକାର ପାଖରୁ ମିଳିଥିବା ଟଙ୍କା ପୁଣି ଆମକୁ ସୁଝିବାକୁ ପଡିବ। କଣ ବୋଉ, ତମ ମନ ଏଥର ଖୁସି ତ? ଆରେ ସେ ଟଙ୍କାଟା ମୋର କେବେଠୁ ଖର୍ଚ୍ଚ ହେଇ ସାରିଲାଣି। ମାନେ ତାଛଡା ଆରେ ମୁଁ ତ ହଉଛି ବାରବୁଲା ବାତେରା, ମୋ ପାଖରେ ଟଙ୍କା କୋଉଠି ଆସିବ? ସେ ସମ୍ପର୍କରେ ଯଦି ସୁଝିବାର ଅଛି ସେ ସୁଝୁ, ମୋର ଏଥିରେ କୌଣସି ଆପତ୍ତି ନାହିଁ। ନାଇଁ ଆରେ ଏତେ ଗୁଡେ ଟଙ୍କା ସୁଝିବାଟା ମୋ ପକ୍ଷରେ ସମ୍ଭବପର ନୁହେଁ। ବରଂ ଭଲ ହେବ କୋଉ ବିଧବା ହେଇଯାଉ। ନାଇଁ, ତମେ ସେମିତି କରନି। ଆଜି ହଉଛି ସାବିତ୍ରୀ ବ୍ରତ, ଆଜି ଭଳି ଦିନରେ ଆମେ ବୋଉକୁ ବିଧବା କରିବେ, ଆମର ପାପ ହବ। ଦେଖ ଆସିଗଲେ କଜଳପାତିଆ ଭଦ୍ରଲୋକ। ଆବେ ତତେ ଏ କଥାରେ ମୁଣ୍ଡ ବୁଲେଇ କିଏ କହୁଛି? ତୁ ତ ବାଟରେ ଯାଉନୁ। ଆରେ ତମେ ମାନେ ମତେ ବିଧବା କରିବା ପାଇଁ ଚେଷ୍ଟା କରନି ରେ ପିଲେ। ମୋ ମନେ କହୁଛି ତମ ବାପା କୋଉଠି ନା କୋଉଠି ଅଛନ୍ତି। ଆଜି ତାଙ୍କ ଜୀବନ ଦୀର୍ଘ କାମନା ମଙ୍ଗଳ ପାଇଁ ମୋ ଆଜି ସାବିତ୍ରୀ ବ୍ରତ କରିଛି, ଏଇ ଶଙ୍ଖା ସିନ୍ଦୁର ପିନ୍ଧିଛି। ଆଜି ପରା ଦିନରେ ପୁଣି ସବୁ କାଢିଦେଲି, ଆଜି ତାଙ୍କର ଅମଙ୍ଗଳ ହବନି। ତମେ ଠିକ କହୁଛ ବୋଉ। ଆଜି ହଉଛି ସାବିତ୍ରୀ ବ୍ରତ, ସ୍ତ୍ରୀମାନଙ୍କ ପାଇଁ ହଉଛି ବଡ ଦିନ। ଆଜି ପରି ଦିନରେ ତମ ବିଧବା ହବନି, ଆମର ପାପ ହବ। ଶୁଣ, ତମମାନଙ୍କୁ ସମସ୍ତଙ୍କୁ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି, ବୋଉ ଯଦି ଚାହୁଁଛନ୍ତି ବାପା ବଞ୍ଚିଛନ୍ତି, ତାହେଲେ ଆମେ ତାକୁ ଜବରଦସ୍ତି କରିବାଟା ଜମା ବି ଠିକ ହବନି। ଆବେ ସରକାର ତୁ ନାହିଁ ଥିବା ଟଙ୍କାଟା ତୁ ସୁଝିବୁ ନା ତୋ ମାମୁଁ? ତାଛଡା ଇନ୍ସୁରାନ୍ସ ବାବଦକୁ ଯୋଉ 8-9 ଲକ୍ଷ ମିଳିବାର ଅଛି, ସେଇଟା ବି ହାତ ଛଡା ହେଇଯିବ। ଥାଉ ଆଉ ଏତେ ଭାଷଣବାଜି ବନ୍ଦ କର, ସିଧା ବୋଉକୁ କୁହ ସେ ବିଧବା ହେବେ। ହ୍ୟାଲୋ ଏ ବୋଉ, ହ୍ୟାଲୋ ଏ ବୋଉ, ମୁଁ ତତେ କଥା ଦଉଥିଲ ତୋର ଏ ଶଙ୍ଖା ସିନ୍ଦୁରକୁ ମୁଁ ଏମିତି ସାଇତି ରଖିଥିବି, ଆଉ ଯଦି କେବେ ବାପା ଫେରି ଆସନ୍ତି ଏଇ ଶଙ୍ଖା ସିନ୍ଦୁରକୁ ମୁଁ ତୋ ହାତରେ ଦେଇ ତତେ ପୁଣି ଥରେ ସତମା ସଜେଇ ଦେବି। ଆରେ ଏ ବୋଉ, ତୁ ଏମାନଙ୍କ କଥାରେ ରାଜି ହେଇଯା, ରାଜି ହେଇଯା। ଓହୋ, ଏତେ ଆଲୋଚନା କଣ ପାଇଁ କରୁଛ ଯେ? ଥରେ ତ କୁହାଲା ବୋଉ ବିଧବା ହେବେ, ଏତେ ଆଲୋଚନା କଣ ପାଇଁ? ଓହୋ ଡାଡି, ତମେ ଠିଆ ହେଇଛ କଣ? କିଛି ଗୋଟେ କର। ଆରେ ମୁଁ ତ ବାହାର ଲୋକଟା, ମୁଁ କଣ କରିବି କହିଲୁ? ଆରେ ମୁଁ ତ ବିଧବା କରିବାଟା ଦୂରର କଥା, ବିଧବା ରୂପଟାକୁ ଦେଖିଲେ ମତେ ବି ଭାରି କଷ୍ଟ ଲାଗିବ। ମତେ ଲାଗୁଛି ଏ ବୁଢୀଟା ଭଲରେ ମୋ କଥା ମାନିବନି। ମତେ ଜବରଦସ୍ତ ଆର
ଶଙ୍କା ସିନ୍ଦୁରକୁ ପୋଛେଇବାକୁ ପଡିବ। ତମେ ସେ ଭୁଲ କରନି, ସେ ଭୁଲ କରନି। ତମେ ଦେଖ, ମୁଁ ତମ ସ୍ତ୍ରୀ, ତମ ପାଖରେ ଛିଡା ହେଇଛି। ତମେ ଯଦି ସେମିତି କରିବ ତାହେଲେ ମୋର ଅମଙ୍ଗଳ ହବ। ଯଦି ସରିତା ଜିଦି କରୁଛନ୍ତି ତାହେଲେ ଠିକ ଅଛି, ତାଙ୍କ ସ୍ୱାମୀ କହି ସେ ବୋଉଙ୍କୁ ବିଧବା କରେଇ ଦିଅନ୍ତୁ। ମୁଁ କେମିତି ମୋ ବିଧବା ମୋ ମାଆକୁ ବିଧବା କରିଦେବି? ନାଇଁ ମୁଁ ସବୁ ପାରିବିନି ମୁଁ ସବୁ। ଡାଡି, ମୁଁ ଏବେ କଣ କରିବି? ତୁ ଗୋଟେ କାମ କର, ତୁ ଗୋଟେ ଆଇଡିଆ ଚିନ୍ତା କର। ମତେ କିଛି ଗୋଟେ ଚିନ୍ତା କରିବାକୁ ଦିଅ। ଚିନ୍ତା କର, ଭଲରେ ଚିନ୍ତା କର। କେତେ ସମୟ ଭାବୁଛୁ? ମିଳିଗଲା। କଣ ମିଳିଗଲା? ଡାଡି, ଆଇଡିଆଟା ମିଳିଗଲା। ଆଇଡିଆ ମିଳିଗଲା? ବୋଉଙ୍କୁ ବିଧବା କରିବ ସେଇ ବୁଢା। ଏ ବୁଢା, ଠିକ। ସଳା ଝିଅ କାହାର? ଆବେ ଏଠି ଗାସ୍ କୋଚି। ଆବେ ଆସେ ଟିକେ। ଯାଉଛି ମା, ଯାଉଛି। ଏ ସରିତା, ମୋ କଥା ମାନେ ତୁ ସେ ଭୁଲ କର ନା। ତୁ ହଉଛୁ ଜଣେ ସଧବା ନାରୀ। ଆଜି ଭଳି ଦିନରେ ଏମିତି କଲେ ଆମର ପାପ ହବ। ପାପ କହିଲା ବିନା ପାପ ହବ। ଚାଲ ସତ ବନ୍ଦ କର। ତୁ ସିଧା ଚୁପଚାପ ହେଇ ଠିଆ ହ। ମତେ ଡାକିଲେ କି ମା? ହଁ, ତତେ ଡାକିଲି। କହିଲା କଣ ମତେ ଡାକିଲ କି ମା? ସମସ୍ତେ ଚୁପ ହେଇଗଲେ ଯେ ମୁଁ କଣ କହୁଥିଲି କି? ଆରେ ମା ସରିତା, କଣ ହେଲା ଡାଡି? ମୁଁ ଏଇ ଲୋକଟାକୁ ଦେଖିଲା ଭଳିଆ ଲାଗୁଛି। ଅବଶ୍ୟ ଠିକ ସେ ମନେ ପଡୁନି। ମୁଁ କାଲକୁଲେଟର କହୁଛି, ମୁଁ ୟା ସହିତ କୋଉଠି ନା କୋଉଠି ଭେଟ ହେଇଛି। ଦେଖିଥିବେ ବାବୁ, ଚାକର ବାକର ଲୋକ। ମୁଁ କେତେ ବଡ ବାବୁଙ୍କ ଘରେ କାମ କରେ, ନିହାତି ଆପଣ କୋଉଠି ନା କୋଉଠି ଦେଖିଥିବେ। କଥା ସେ ବୁଢାକୁ ତାର କାମଟା ଶୀଘ୍ର କହିଦିଅ, ତା ନହେଲେ ଏ ଘରକୁ କାନ୍ନା ଆସିବା ପୂର୍ବରୁ ଯଦି କାମଟା ଶୀଘ୍ର ନ ହେଇଥାଏ ସେ ଅଡୁଆ ଭିତରେ ମୁସ୍କିଲ ପୁରେଇ ଦେବ। ମୋ କହିବା କଥା, ଯାହା ହବ ଶୁଭ ଶୀଘ୍ର। ବାବୁ, ଆଜି ଭଳି ଗୋଟେ ଶୁଭ ଦିନରେ ବୁଢା ହାତରେ ଆପଣ କେମିତି ମଙ୍ଗଳ କାମ କରିବେ ବାବୁ? ସେଇ ଶୁଭ କାମଟା ହଉଛି ତୁ ମୋ ଶାଶୁ ମାଙ୍କୁ ବିଧବା ସଜେଇବ। କଣ ହେଲା? ତୁ ପାରିବୁନୁ? ମୁଁ ପାରିବିନି ମା, ମୁଁ ପାରିବିନି। ତୁ ପାରିବୁନୁ? ଏ କାମଟା ଆମେ ପାରିବୁ? अबे अबे बुढ़ा वाला विधवा बन रहे तू हम मान को मोरे जवाब कौन दो? अरे जवाब कौन दो? ଆଉ ଏ କାମଟା ଆମେ କରିବୁ? କଣ କହୁଛୁ? ଆରେ ତୁ ତାକୁ ବିଧବା ସଜେଇ ଦେଲେ ତତେ କିଛି ଏକ୍ସଟ୍ରା ପାଣି ଖର୍ଚ୍ଚ ପାଣି ମିଳିବ। ନାଇଁ ବାବୁ, ନାହିଁ। ଆପଣଙ୍କର ଏକ୍ସଟ୍ରା ଖର୍ଚ୍ଚ ଦରକାର ନାହିଁ। ମୋର ମାଲିକ ଆକୁ ଦେଖିଲେ ଲାଗେ ଏବେ ବି ତାଙ୍କ ସ୍ୱାମୀ ସେ ମନ ମନ୍ଦିରରେ ପୂଜା କରୁଛନ୍ତି। ଆଜି ଭଳି ଦିନରେ ତାଙ୍କ ହାତରୁ ଶଙ୍ଖା ମୁଣ୍ଡରୁ ସିନ୍ଦୁର ପୋଛିଦେଲେ ମୁଁ କଥା ସହି ପାରିବିନି। ମୁଁ ପାରିବିନି ବାବୁ, ମୁଁ ପାରିବିନି। ମୋ ପିଲାମାନଙ୍କର ଆଦେଶ ପାଳନ
କରିପାରିବିନି। ଏଠି ବାପ ପୁଣ୍ୟ ହିସାବ କିଏ ଦେଖୁଛି? ଏଠି ତ ଶ୍ରାଦ୍ଧବେଦ ଯଜ୍ଞ ଚାଲିଛି। ଏ ଶ୍ରାଦ୍ଧବେଦ ଯଜ୍ଞରେ ତୁ ମତେ ବଳି ପକେଇ ଦେ ରେ ଶଙ୍କର ବୁଢ଼ା। ମୋ ପିଲାମାନଙ୍କ ଆଖି ସାମ୍ନାରେ ତୁ ମତେ ବିଧବା କରିଦେ। ଆଜି ଏ ପବିତ୍ର ଦିନରେ ତତେ କିଏ ଏମିତି ସତେଇ ଦେଇଛି କହ ଏଇ ଚକର ବୁଢ଼ା ତ ମାକୁ ବିଧବା ସତେଇଛି। अरे कहीं तू आज ये पवित्र दिन मो माँ को विधवा सोचे कहीं चक्कर बुढ़ा बाबू बाबू